तो गाइज गुड आफ्टरनून 15 ଜାନୁଆରୀ ଏଇଟା ଜାନୁଆରୀ 15 ଗୁରୁବାର। ଶଳା ମୁଁ ଭାବୁଥିଲି ବିଜି କେମିତି ରହିବି, ସେଇଟା ଆଜି ପୁରା ସଫଳ ହେଇଯାଇଛି। ମାନେ ବିଜି ମାନେ ମାନେ ଶୋଇବାକୁ ବି ଟାଇମ୍ ହଉନି। ଶୋଇଲେ ହୁଅନ୍ତା କିନ୍ତୁ ଟେନସନ୍। କ'ଣ ଏକ୍ଜାମ ଅଛି ଫେବୃଆରୀ 18। ଏଠି ରୁମ୍ ବି ଗୋଟେ ରୁମ୍ କରିଦେଲେ ସେଇଟା ଭଲ ହେଲା। ଯେହେତୁ ବିଚ୍ଛ ଦାଦା ପାଖରେ ରଖିଦେଲେ ମୋତେ, ମୁଁ ନ ପଢ଼ିଲେ ବି ମାନେ ପଢ଼ିବାକୁ ଇଚ୍ଛା ହେଉଛି, ପଢ଼ିବି। ଛାଡ଼, ଆଜି ଦିନର ଦେଖ, ମାନେ ଦିନକର ଷ୍ଟୋରିଟା। ସକାଳୁ ପଢ଼ାପଢ଼ି କରୁଥିଲି, 9ଟା 7ରୁ ଗାଧେଇଲି, ତା ଲାଟ୍ରିନ୍ ସଫା କଲି, ତାପରେ ମୋ ପ୍ୟାଣ୍ଟ ସାର୍ଟ ଧୁଆଧୁଇ କଲି, ତାପରେ ପଖାଳ ଖାଇକି କଲେଜ ଗଲି 10ଟା 16। 10ଟା 16ରୁ ସେଠି କ'ଣ କଲି, ସେମାନେ ବୁଲାବୁଲି କରି ପଳେଇ ଆଇଲି 11ଟା 14କୁ। ଘଣ୍ଟାଏ ପୁରା ବୁଲାବୁଲି କରୁଛି। 11ଟା 14ରେ ଆସି ଏଇଠି ଥିଲି। 11ଟା 14, ତାପରେ ଆସି ରୁମ୍ ପଛପଟ, ହଁ ଆମ ଝରକା ପଛପଟ ସେପଟ ଟିକେ ସଫା କରିଦେଲି। ୱିଥ୍ ମୋ ସାଇକେଲ 2ଟା ଯାକ ତେଲ ଫେଲ ମାଲିସ୍ କରିଦେଲି। ଏତିକି କରିଦେଇ, ହଁ ଏତିକି କରିଦେଲା ପରେ 12ଟା 15 ଟାଇମ୍, 12ଟା 15 ମାନେ 11ଟା 14ରେ ଘରେ ଏଠି ପହଞ୍ଚିଲି। ଘଣ୍ଟା ଭିତରେ ଏଗୁଡ଼ା ସବୁ କ୍ଲିନ୍ ଇଏ ପାଇଲା ପରେ ସେଠି ମୋବାଇଲ ଟିପୁଥିଲି 12ଟା 15ରୁ 12ଟା 45। ତାପରେ ଗଲି କ'ଣ କଦଳୀପତ୍ର ଆଣିଲି, ସେ ଛାଡ଼, ସେ କାମ ଫାମ ଇଏ କରି ଖାଇଦେଲି। ଖାଇକି ଆସି ସାଙ୍ଗେ ସାଙ୍ଗେ ପଢ଼ୁଥିଲି। ଟାଇମ୍ ଏବେ 2ଟା କେତେ ଗୋଟେ ହେଇଛି, 2ଟା କେତେ, 2ଟା 11:30, 2:30। ତ ଏବେ ପଢ଼ିବା ପାଇଁ ଅଛି, କିନ୍ତୁ ଟାୟାର୍ଡ଼ ଲାଗିଲାଣି ଜୋର, ଟିକେ ରେଷ୍ଟ କରି ପଢ଼ୁଥିବି ଖାତାଟା ଧରି। ଟ୍ୟୁସନ୍ ପୁଣି ଯିବି ଟ୍ୟୁସନ୍ କରିବା ପାଇଁ। ଟ୍ୟୁସନ୍ କରିକି ଆସି ପୁଣି ପଢ଼ିବି। ଯେତିକି ଫ୍ରି ଟାଇମ୍ ପାଇବି ଖାତା ଧରି ପଢ଼ିବି। ପଢ଼ିବି, ତାପରେ ରାତିରେ ଆଜି ଅଛି ଟିକେ ପ୍ଲାନ୍, ପୁଣି ପଢ଼ିକି 8ଟା ଖଣ୍ଡେ ବେଳକୁ ଯିବି। ଆଉଛି କିଏ ଗୋଟେ, କ'ଣ କିଏ ଆଉଛି ଆମ କଲେଜକୁ, ସେ ମେଳାରେ, ସେଠି ଟିକେ ଯିବି, ପୁଣି ଆସିକି ପଢ଼ିବି ଖାଇକି। ପୁରା ମୋ ପ୍ଲାନ୍ ପୁରା ସକ୍ସେସ୍। ହଁ ସାର୍, ପିପି ଦେଇ ବାହାଘର ପୁଣି ଇଏ ହେଲାଣି, ମୁଁ ବୁଝିପାରୁନି। ପିପି ଦେଇ ବାହାଘର ହବ, ସତ୍ସଙ୍ଗଟା ମୁଁ ଭାବୁଥିଲି ଗୋଟେ ମାନେ ବଡ଼ କିନି ମାଧବ ପାଖରେ ହେଲେ ସେଇଭଳିଆ ହବ, କିନ୍ତୁ ଘରେ କ'ଣ ବାପା ଇଏ ଭଳିଆ ହଉଛନ୍ତି, କହୁଛନ୍ତି ଗୋଟେ ଦେଖିଲା ଭଳିଆ ନ କଲେ ହବନି। ଆଉ ସିଏ କରିବେ ମାନେ ମୁଁ ଜାଣିଛି ଆମରି ଘର ପାଖରେ ସିଏ ଗୋଟେ ମାନେ ମାଳେଇ ଭଳିଆ କରିଦେବେ। କ'ଣ ଆଉ ସେଥିରେ ମୁଣ୍ଡ ପୁରେଇଲା ମାନେ ପାଠ ଇଏ ନୁହଁ, ଭୁଲିଯିବା। ମୁଁ ଭାବୁଛି ଜାନୁଆରୀ ଲାଷ୍ଟ ଭିତରେ ସବୁ ସରେଇ ଦେଇ ତାପରେ ରିଭିଜନ୍ କରିବି। ମୁଁ ତ ଏବେ ରିଭିଜନ୍ କରିକି ହିଁ ପଢ଼ୁଛି। କାଲି ପୁଣି ଶୁକ୍ରବାର ଅଛି, କାଲି ପାଇଁ ଗୋଟେ କୋରସଟା ଉଠେଇବି ଅଛି। करते हो उधार, करते हो उधार।